କହିଲେ ସେମାନଙ୍କୁ ସେ ଅପଦଂଶନ କରିଛି ସୁଜାତା ବାରିକ। ଘଟଣା ସବୁଦିନ ସେ ଖାଇ ପିଇକି ଶୋନ୍ତି, କାଲି ବି ଶୋଇଥିଲେ, ପିଲାମାନେ ବି ଶୋଇଲେ ଖଟ ଉପରେ, ସିଏ ବି ସ୍ୱାମୀ ସ୍ତ୍ରୀ ଶୋଇଲେ କରରେ ତାଙ୍କର ଯୋଉ ତଳେ ଶୁଅନ୍ତି। ଆଉ ସକାଳୁ ଉଠି ଦେଖିଲା ବେଳକୁ ସେମାନେ ମେଡିକାଲ ଯାଇଛନ୍ତି, ଆମେ ବି ଜାଣିନୁ, ସିଏ ବି ଆମକୁ କହିନାହାନ୍ତି। ଯାଇଛନ୍ତି ତ ସେମାନେ, ସେ ବାଇକରେ ଯାଇଛନ୍ତି, ଦିଟା ବାଇକରେ ସେମାନେ ଡାକିକି, ସେ ମୋ ଦିଅର ଯିଏ ଡାକିଛନ୍ତି ତାଙ୍କର ସେତେବେଳେ ଭଲ ଅବସ୍ଥା ଥିଲା, ସେ ଡାକିଛନ୍ତି। ଆଉ ଯାହାର ଆମର କଣ୍ଡିସନ ଖରାପ ଥିଲା, ବାନ୍ତି ଝାଡା ସରି ଇଏ ମୁଣ୍ଡ ବୁଲଉଥିଲା, ଆଉ ଦିହ ହାତ ଥରୁଥିଲା, ସେଥିପାଇଁ ତା ଦିଅର ଆମର ତାକୁ ନେଇକି ତୁରନ୍ତ ପଳେଇ ଗଲେ, 2 ଜଣ ଗଲେ। ତାଙ୍କର ବି ଥରୁଥିଲା ଦେହ, ଆଉ ମୁଣ୍ଡ ବି ବିନ୍ଧୁଥିଲା। ସେ ବି ଏଇ ମୋ ବଡ଼ ଝିଅକୁ କହିଛନ୍ତି, କହିକି ନେଇକି ଗଲେ ନେଇକି ଗଲେ। ମୁଁ ତାପରେ ଖବର ଆସିଲେ, ସେମାନେ ଡାକ୍ତର କହିଲେ ସେମାନଙ୍କୁ ସେ ଅପଦଂଶନ କରିଛି।